ଜୟ ଜଗନ୍ନାଥ। ଆଜି ନୂଆ ଭିଡ଼ିଓ ଆପଣଙ୍କୁ ସ୍ୱାଗତ କରୁଛି। ଜିତିବା ଏବଂ ହାରିବା ଭିତରେ ଡିଫରେନ୍ସ କ'ଣ? ଯେ ସବୁବେଳେ ଜୀବନ ଜିତି ଆସିଥାଏ ନା, ସେ ଜିତିବାର ମଜା କ'ଣ ଜାଣିନଥାଏ। ତ ସବୁବେଳେ ଜିତି ଆସିଲା ତ ଜାଣିବ କ'ଣ ଯେ ଜିତିବ ମାନେ କ'ଣ। ଯେ ହାରି ହାରି ଜିତେ ନା, ସେ ଜାଣେ ତାର ଭ୍ୟାଲ୍ୟୁ କ'ଣ, ସେ ଜାଣେ ତା ମଜା କ'ଣ। କାରଣ ସେ ହାରିଛି, ହାରି ହାରି ଜିତିଛି, ଜାଣି ତା ମଜା କ'ଣ, ଜିତିଲା ପରେ ଫିଲିଙ୍ଗସଟା କେମିତି ଲାଗେ, ଜିତିଲା ପରେ ଫିଲିଙ୍ଗସଟା କେମିତି ହୁଏ। ତ ଲାଇଫରେ ଯେବେ ହାରୁଛ, ଯାହା କରୁଛ, ଭାଙ୍ଗି ପଡ଼ନି, ୱେଟ୍ କର। ଦିନ ଆସିବ ତମେ ବି ଜିତିବ, ଦିନ ଆସିବ ତମେ ସକ୍ସେସ୍ ପାଇବ। ତେଣୁକରି ଆମେ କ'ଣ କରୁ, ଛୋଟ ଛୋଟ ଜିନିଷ ହାରିଗଲେ କି ଛୋଟ ଛୋଟ ଜିନିଷ ଗୋଟେ କିଛି ଲାଇଫରେ ଭୁଲ ହେଇଗଲେ ଆମେ ବହୁତ ବ୍ୟଥିତ ହେଇଯାଉ, ବହୁତ ମାନେ ଆମେ ଭାଙ୍ଗି ପଡ଼ୁ, ବହୁତ ଇଏ ହେଇଯାଉ ନା। ସେମିତି ହେବାର ନାହିଁ। ଆମେ ଆଜି କଷ୍ଟରେ ଅଛେ, ଆମେ ଯଦି ହାରିଛେ, ଆମେ କାଲି 100% ଭଲରେ ରହିବା, ଆମେ କାଲି 100% ଜିତିବା। ତ ଆମକୁ ସେ ସମସ୍ତେ ୱେଟ୍ କରିବାକୁ ପଡ଼ିବ, ପେସେନ୍ସ ରଖିବାକୁ ପଡ଼ିବ, ଆମ ନିଜ ଉପରେ ଭରସା ରଖିବାକୁ ପଡ଼ିବ।